ବନ୍ଧୁଗଣ, ଆଜିର ଏହି ଭବିଷ୍ୟବାଣୀ ଆପଣଙ୍କ ପାଇଁ ଅତ୍ୟନ୍ତ ବିଶେଷ ହେବାକୁ ଯାଉଛି, କାରଣ ଗ୍ରହମାନଙ୍କ ଚାଲ ଏହା ସୂଚାଉଛି ଯେ ଦୀର୍ଘଦିନ ହେବ ଅଟକି ରହିଥିବା କୌଣସି ବଡ଼ କାମ ଏବେ ଗତି ପାଇପାରିବ। ଧନ, ଜମି, ସମ୍ପତ୍ତି କିମ୍ବା ଯାନବାହନ ସହିତ ଜଡ଼ିତ ଏପରି ଏକ ଖବର ସାମ୍ନାକୁ ଆସିପାରେ ଯାହାର ଆପଣ କଳ୍ପନା ମଧ୍ୟ କରିନଥିବେ। ଗୁରୁ ଏବଂ ଶୁକ୍ରଙ୍କ ଶୁଭଶକ୍ତି ଆପଣଙ୍କ ଜୀବନରେ ସୁଖ ସ୍ୱାଚ୍ଛନ୍ଦ୍ୟର ନୂତନ ପଥ ଖୋଲିଦେଇପାରେ। ତେଣୁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଶୁଣନ୍ତୁ, କାରଣ ଆଗକୁ ଆମେ ଜଣାଇବୁ ଯେ ବିଘା ଜମି ଭଳି ବଡ଼ ସଂକେତର ପ୍ରକୃତ ଜ୍ୟୋତିଷୀୟ ଅର୍ଥ କ'ଣ ଏବଂ ଆପଣଙ୍କ ଜୀବନରେ କେଉଁ ପରିବର୍ତ୍ତନ ଆସିବାକୁ ଯାଉଛି। ଜ୍ଞାତାର୍ଥେ ଆପଣଙ୍କୁ ଜଣାଇ ରଖୁଛୁ ଯେ ବନ୍ଧୁଗଣ, ମିଠାର ଡବା ନିଅନ୍ତୁ ଏବଂ ସମଗ୍ର ଗ୍ରାମ ଓ ମହଲ୍ଲାରେ ବାଣ୍ଟି ଦିଅନ୍ତୁ, କାରଣ ଆଜିଠାରୁ ଆପଣଙ୍କ ଭାଗ୍ୟ ଚମକିବାକୁ ଯାଉଛି। ମୁଁ ଏହି ବିଷୟରେ ଗ୍ୟାରେଣ୍ଟି ଦେଉଛି। କେବଳ ଭିଡିଓଟିକୁ ସ୍କିପ୍ କରିବେ ନାହିଁ ଏବଂ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖିବେ। ଆଉ ଆଖପାଖରେ କେହି ନଥିଲେ କେବଳ ସେତେବେଳେ ଦେଖିବେ, କାରଣ ଆମେ ଆପଣଙ୍କ ପାଇଁ ଅତ୍ୟନ୍ତ ବଡ଼ ଏକ ଖୁସିର ଖବର ନେଇ ଆସିଛୁ। ଆପଣଙ୍କ ଜୀବନ ଏବେ ହଠାତ୍ ବଦଳିଯିବ, କାରଣ ମହାବିଶ୍ୱର ମହାନ ଦେବଦେବୀମାନେ ଏହି ସଂକେତ ଦେଇସାରିଛନ୍ତି ଯେ ବିଘା ଜମି ଏବେ ଆପଣଙ୍କ ହାତକୁ ଆସିବାକୁ ଯାଉଛି। ଗୋଟିଏ ଶୋକବାର୍ତ୍ତା ଏବଂ ଦୁଇଟି ବଡ଼ ଖୁସିର ଖବର ମିଳିବ। ଆଜି ସନ୍ଧ୍ୟାର ଏହି ସମୟରେ ମୁଁ ଆଦୌ ମଜାକ କରିବା ମୋଡ଼ରେ ନାହିଁ। ସତ କଥା କହୁଛି, ବର୍ତ୍ତମାନ ଆପଣଙ୍କର ବେଶ୍ ଭଲ ସମୟ ଆରମ୍ଭ ହେବାକୁ ଯାଉଛି। ଯଦି ଆପଣ ଏବେ ଏକା ବସିଛନ୍ତି ଏବଂ ଆପଣଙ୍କ ଆଖପାଖରେ କେହି ନାହାନ୍ତି, ତେବେ ଏହି ଭିଡିଓଟିକୁ ଆଗକୁ ଦେଖନ୍ତୁ, କାରଣ ଆଜି ଯେଉଁ ସନ୍ଦେଶ ମୁଁ ଆପଣଙ୍କୁ ଜଣାଇବାକୁ ଯାଉଛି ତାହା ଅତ୍ୟନ୍ତ ବିଶେଷ। ନାଗଦେବତାଙ୍କ କୃପାରୁ ଆଜି ଆପଣ ଏପରି ଏକ ସନ୍ଦେଶ ପାଇବାକୁ ଯାଉଛନ୍ତି ଯାହା ପରେ ଆସନ୍ତାକାଲି ଆପଣଙ୍କ ଜୀବନରେ ଦୁଇଟି ବଡ଼ ଖୁସିର ଖବର ମଧ୍ୟ ଆସିବ। ମୁଁ ମିଛ କହୁନି, ସତ କହୁଛି। ତେଣୁ ଭିଡିଓଟିକୁ ସମ୍ପୂର୍ଣ୍ଣ ଶେଷ ପର୍ଯ୍ୟନ୍ତ ଦେଖିବେ ଏବଂ ମନ ଦେଇ ଶେଷ ପର୍ଯ୍ୟନ୍ତ ଦେଖିବେ, କାରଣ ଉପରବାଲାଙ୍କ ଖେଳ ଆରମ୍ଭ ହୋଇଯାଇଛି ଏବଂ ଚମତ୍କାରୀ ପରିବର୍ତ୍ତନ ଯେକୌଣସି ମୁହୂର୍ତ୍ତରେ ଆପଣଙ୍କ ଜୀବନରେ ଆସିବ ହିଁ ଆସିବ। ବନ୍ଧୁଗଣ, ଉପରବାଲା ଯେବେ ଦିଅନ୍ତି, ଛପର ଫାଡ଼କେ ଦିଅନ୍ତି। ଏହି ପ୍ରବାଦଟି ତ ଆପଣ ଶୁଣିଥିବେ ଏବଂ ଏହି ପ୍ରବାଦଟି ଏବେ ଆପଣଙ୍କ ଜୀବନରେ ସତ ହେବାକୁ ଯାଉଛି। ଭଗବାନ ଆପଣଙ୍କୁ ଜୀବନରେ ଆଗକୁ ବଢ଼ିବାର ଆଉ ଏକ ସୁଯୋଗ ଦେଇଛନ୍ତି। ତେଣୁ ଭଗବାନଙ୍କ ନାମ ଜପ କରୁଥାନ୍ତୁ ଏବଂ ଜୀବନରେ ଆଗକୁ ବଢ଼ୁଥାନ୍ତୁ, କାରଣ ଶୁଭ ସମ୍ବାଦ ପ୍ରାପ୍ତି ହେବାକୁ ଯାଉଛି। ଆପଣଙ୍କ ଘରେ ଯେଉଁ ବରକତ ଅଟକି ରହିଥିଲା ତାହା ଏବେ ଖୋଲିବାକୁ ଯାଉଛି। କେବଳ ଗୋଟିଏ ସର୍ତ୍ତ, ଏହି ସନ୍ଦେଶକୁ ମଜାକ ବୋଲି ଭୁଲ କରନ୍ତୁ ନାହିଁ ଏବଂ ଆପଣଙ୍କ କୌଣସି ବିଶେଷ ପରିଚିତଙ୍କ ପାଖକୁ ଏହାକୁ ସେୟାର କରିଦିଅନ୍ତୁ। ଆପଣ ଏହାର ସିଧାସଳଖ ଲାଭ ପାଇଯିବେ ଏବଂ ଆପଣଙ୍କ ଜୀବନ ହଠାତ୍ ବଦଳିଯିବ। ମୁଁ ଗ୍ୟାରେଣ୍ଟି ଦେଇ କହୁଛି, ଆଗାମୀ ସମୟ ଆପଣଙ୍କ ପାଇଁ କୌଣସି ସାଧାରଣ ସମୟ ରହିବ ନାହିଁ। ଆପଣଙ୍କ ଜୀବନର ସବୁଠାରୁ ବିଶେଷ ଏବଂ ଲାଭଦାୟକ ସମୟ ହେବାକୁ ଯାଉଛି ଏହା। ଘଣ୍ଟା ଭିତରେ ଏତେ ଅଧିକ ଧନ୍ଦଲତ ଆପଣ ପାଇବେ ଯାହା ଆପଣ କେବେ ବି ଭୁଲି ପାରିବେ ନାହିଁ। ହଁ ବନ୍ଧୁଗଣ, ଚମତ୍କାରୀ ପରିବର୍ତ୍ତନ ଆଜି ସନ୍ଧ୍ୟା ମିନିଟ ଭିତରେ ହେବାକୁ ଯାଉଛି। ଏହାକୁ ଆପଣ ଭଗବାନଙ୍କ ଚମତ୍କାର ବୋଲି ଭାବନ୍ତୁ କିମ୍ବା ଆପଣଙ୍କ ନିଜ ପରିଶ୍ରମର ଫଳ। ହଁ ବନ୍ଧୁଗଣ, ଆଗାମୀ ସମୟରେ ଆପଣଙ୍କ କୁଣ୍ଡଳୀରେ ଧନର ଏପରି ଏକ ଯୋଗ ତିଆରି ହେଉଛି ଯାହାର ସିଧାସଳଖ ଫାଇଦା ଆପଣ ପାଇବେ। ଆମେ ସେହି ଧନର କଥା କହୁଛୁ ଯାହା ଏହି ସମୟରେ ଆପଣଙ୍କ କୁଣ୍ଡଳୀରେ ଏକ ଅତ୍ୟନ୍ତ ଶକ୍ତିଶାଳୀ ଧନଯୋଗ ତିଆରି କରୁଛି। ଜୀବନ ବଦଳାଇବାର ଏକ ଭଲ ମାର୍ଗ ଦେଖାଯାଉଛି ଏବଂ ଆପଣଙ୍କର ସମସ୍ତ ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଯାଉଛି, କାରଣ ଏବେ ଭଲ ସମୟ ଆପଣଙ୍କ ଜୀବନରେ ଆସିଯାଇଛି। ଘରେ ହଠାତ୍ ଧନ ଆସିବାର ପ୍ରବଳ ସଂକେତ ମିଳୁଛି। ଏପରି ସଂକେତ ଆପଣ ପାଇବେ ଯାହାକୁ
ଆପଣ କେବେ ବି ଭୁଲିବେ ନାହିଁ। ହଁ ବନ୍ଧୁଗଣ, ଏକ ସାଙ୍ଗରେ 3 କିମ୍ବା 4ଟି ବଡ଼ ସଂକେତ ଆପଣ ପାଇବେ। ଆପଣଙ୍କର କୌଣସି ପୁରୁଣା ଅଟକି ରହିଥିବା ଟଙ୍କା ପୁଣି ଥରେ ଫେରି ପାଇବାର ସମ୍ଭାବନା ରହିଛି ଏବଂ ଜୀବନ ବଦଳାଇବାର ସମୟ ଆରମ୍ଭ ହୋଇଯାଇଛି। ଏହାପରେ ଧରି ନିଅନ୍ତୁ, ଆପଣ ଯଦି ଚାକିରି ପ୍ରସ୍ତୁତିରେ ଲାଗିଛନ୍ତି, ତେବେ ଆପଣଙ୍କର ପକ୍କା ଚାକିରି ଲାଗିଯାଇପାରେ। ବ୍ୟବସାୟରେ ହଠାତ୍ ମୁନାଫା ହେବାର ଯୋଗ ରହିଛି। ବ୍ୟବସାୟରେ ଏକ ନୂତନ ଉଛାଳ ଦେଖିବାକୁ ପାଇବେ, କାରଣ ଚମତ୍କାରୀ ପରିବର୍ତ୍ତନ ଯେକୌଣସି ମୁହୂର୍ତ୍ତରେ ଆପଣଙ୍କ ଜୀବନରେ ଘଟିପାରେ। ଆଗାମୀ ଘଣ୍ଟା ଭିତରେ ଆପଣ ମାଲାମାଲ ହୋଇଯିବେ। ଆପଣଙ୍କ ପାଖରେ ଟଙ୍କା, ଘର, ଗାଡ଼ି, ପ୍ରେମ ଏବଂ ଇଜ୍ଜତ, ମାନସମ୍ମାନ ସବୁକିଛି ରହିବ, କାରଣ ଆପଣଙ୍କ ଜୀବନ ବଦଳିବାକୁ ଯାଉଛି। ଯାହାଙ୍କର ବ୍ୟବସାୟ ବା ସମୟ ଠିକ୍ଠାକ୍ ଚାଲୁନଥିଲା, ସେମାନଙ୍କ ପାଇଁ ଆଗାମୀ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହେବ, କାରଣ ବ୍ୟବସାୟରେ ହଠାତ୍ ଗ୍ରୋଥ୍ ଦେଖିବାକୁ ମିଳିବ। ମା ସରସ୍ୱତୀ, ଭଗବାନ ବିଷ୍ଣୁ, ମା ଲକ୍ଷ୍ମୀଙ୍କ ସହ ଭଗବାନ ଗଣେଶ, ମହାଦେବ ଅର୍ଥାତ୍ ସମସ୍ତ ଦେବଦେବୀଙ୍କ ଆଶୀର୍ବାଦ ମଧ୍ୟ ଆପଣଙ୍କ ଉପରେ ରହିଛି, ଯାହାଫଳରେ ଆପଣଙ୍କ ଜୀବନରେ ଖୁସି ଆସିବାକୁ ଯାଉଛି। ଆପଣ ବିଘା ଜମି ପାଇବେ। ବନ୍ଧୁଗଣ, ଉପରବାଲାଙ୍କ ମହିମା ମଧ୍ୟ ଦେଖନ୍ତୁ। ଯେବେ ସେ ଦିଅନ୍ତି, ସବୁ ଦିଗରୁ ଖୁସି ଦିଅନ୍ତି। ଯେପରିକି ଏହି ସମୟରେ ଆପଣ ଯାନବାହନର ସୁଖ ଏବଂ ଏକ ନୂତନ ଆରମ୍ଭ ପାଇବାକୁ ଯାଉଛନ୍ତି, ଯାହା ଆପଣ କେବେ ବି ଭାବି ନଥିଲେ। ଠିକ୍ ସେହିପରି ଏକ ସମୟର ନିର୍ମାଣ ହୋଇଯାଇଛି। ବର୍ଷର ଧନତେରାସ ପୂର୍ବରୁ ଆପଣଙ୍କ ଘରେ ଗାଡ଼ି ହେବ, ବାଂଲା ହେବ। ଯାହାଙ୍କ ମନରେ ଗାଡ଼ି ବା ଅନ୍ୟ କିଛି କିଣିବାର ବିଚାର ଚାଲିଛି, ସେମାନଙ୍କ ପାଇଁ ରାସ୍ତା ବହୁତ ଭଲ ଖୋଲିଯାଉଛି। ଘରେ ସୁଖ ସ୍ୱାଚ୍ଛନ୍ଦ୍ୟର ନୂତନ ଜିନିଷ ଆସିବାର ପ୍ରବଳ ଯୋଗ ତିଆରି ହେଉଛି। ହଁ ବନ୍ଧୁଗଣ, ଘଣ୍ଟା ଭିତରେ ଆପଣ ରାଜାଙ୍କ ପରି ଜୀବନ ଜୀଇବେ। ଏହା ଶନିଦେବ ଏବଂ ମହାଦେବଙ୍କ ସଂକେତ ରହିଛି ଏବଂ ମହାଦେବ ଯେଉଁଥର ସଂକେତ ପଠାଇ ଦିଅନ୍ତି, ତାହା ସତ ହୋଇଥାଏ ଏବଂ ଆପଣଙ୍କ ପାଇଁ ସନ୍ଦେଶ ପଠାଇଛନ୍ତି ଯେ, ବେଟା, ତୁମେ ଆଦୌ ଚିନ୍ତା କର ନାହିଁ, ନା ଆପଣଙ୍କର କର୍କଋଣ ରହିବ, ନା ଚାପ, ସବୁକିଛି ମୁଁ ଶେଷ କରିଦେବି। ଏହା ମହାଦେବଙ୍କ ସନ୍ଦେଶ। ଆପଣ ଯେଉଁ ଋଣକୁ ନେଇ ଦିନରାତି କାନ୍ଦୁଥିଲେ ଏବଂ ଅତ୍ୟନ୍ତ ବିଚଳିତ ରହୁଥିଲେ, ଏବେ ଆପଣଙ୍କ ସମସ୍ତ ପ୍ରକାରର ବ୍ୟାକୁଳତା ଶେଷ ହୋଇଯିବ ଏବଂ ଜୀବନରେ ଖୁସି ଫେରିଆସିବ। କୁଣ୍ଡଳୀରେ ଏକ ଦୁର୍ଲଭ ମହାସଂଯୋଗ ତିଆରି ହୋଇଛି, ଯାହା ଶୁଣି ଆପଣ ଖୁସିରେ ନାଚିବା ଆରମ୍ଭ କରିଦେବେ। ହଁ, ସମସ୍ତ ପ୍ରକାରର ସୁଖ ସ୍ୱାଚ୍ଛନ୍ଦ୍ୟ ଆପଣ ପାଇବାକୁ ଯାଉଛନ୍ତି ଏବଂ ଆପଣଙ୍କ ପାଇଁ ଭଲ ସମୟର ନିର୍ମାଣ ହୋଇସାରିଛି। ବିଘା ଜମି ଆପଣଙ୍କ ନାମରେ ହେବାକୁ ଯାଉଛି। ହଁ ବନ୍ଧୁଗଣ, ଏବଂ ଏହା ସହିତ ଜ୍ଞାତାର୍ଥେ ମୁଁ ଆପଣଙ୍କୁ ଜଣାଇବାକୁ ଚାହିଁବି ଯେ, ବନ୍ଧୁଗଣ, ଆପଣଙ୍କ ଜୀବନ ପାଇଁ ସବୁଠାରୁ ବଡ଼ କଥାଟି ମନ ଦେଇ ଶୁଣନ୍ତୁ। ଯେଉଁମାନଙ୍କର ପୁରୁଣା ଜମିଜମା ମାମଲା, କାଗଜପତ୍ର କିମ୍ବା ପୈତୃକ ସମ୍ପତ୍ତିର ବିବାଦ ବର୍ଷ ବର୍ଷ ଧରି ଅଟକି ରହିଥିଲା, ସେମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ଅଟେ। ଏପରିକି କାଗଜପତ୍ର ସହିତ ଜଡ଼ିତ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ପୂରା ହେବାକୁ ଯାଉଛି ଏବଂ ପୁରୁଣା ସମ୍ପତ୍ତି ସହିତ ଜଡ଼ିତ ନିଷ୍ପତ୍ତି ଆପଣଙ୍କ ପକ୍ଷରେ ଆସିପାରେ। ଏପରିକି ଆପଣ ଯେଉଁ ଜମି ବିଷୟରେ କେବେ ଭାବିନଥିଲେ, ସେଠାରୁ ଆପଣଙ୍କ ନାମରେ ଜମି ବାହାରିପାରେ ଏବଂ ସେହି ଜମି କୌଣସି ସାଧାରଣ ଜମି ହେବ ନାହିଁ, ବରଂ କୋଟି କୋଟି ଟଙ୍କାର ସମ୍ପତ୍ତି ଆପଣଙ୍କ ହାତକୁ ଲାଗିବାକୁ ଯାଉଛି। ବନ୍ଧୁଗଣ, ଯେଉଁମାନେ ଜମି କିଣିବାର ଚିନ୍ତା କରୁଛନ୍ତି, ସେମାନଙ୍କ ପାଇଁ ମଧ୍ୟ ସମୟ ବହୁତ ଭଲ ଆରମ୍ଭ ହେଉଛି। ଭୂମି ମାତାଙ୍କ ଆଶୀର୍ବାଦରେ କମ୍ ପଇସାରେ ମଧ୍ୟ ଆପଣ ଭଲ ଜମି କିଣିପାରିବେ। ଏପରି ସମୟର ନିର୍ମାଣ ହେଉଛି ଏବଂ ହଠାତ୍ ଆଜି ସନ୍ଧ୍ୟା ସମୟରେ କିମ୍ବା ଆସନ୍ତାକାଲି 2ଟି ବଡ଼ ଖୁସିର ଖବର ମିଳିବାର ପ୍ରବଳ ଯୋଗ ଦେଖାଯାଉଛି। ହଁ, ତେଣୁ ବନ୍ଧୁଗଣ ମନେ ରଖନ୍ତୁ, ଆଜିର ଏହି ସନ୍ଦେଶ ଆପଣଙ୍କ ପାଇଁ ଅତ୍ୟନ୍ତ ବିଶେଷ ଅଟେ। ଆସନ୍ତାକାଲି ଆପଣ 2ଟି ବଡ଼ ଖୁସିର ଖବର ପାଇବେ। ପ୍ରଥମଟି ଧନ, ପଇସା,
ଖଜାନା ସହିତ ଜଡ଼ିତ ଖୁସିର ଖବର ହୋଇପାରେ ଏବଂ ଦ୍ୱିତୀୟଟି ଘର ପରିବାରରେ ଖୁସିର ଖବର ଅର୍ଥାତ୍ ଘରେ ବହୁତ ଶାନ୍ତ ପରିବେଶ ରହିବ, ଆଦ କଳହ କ୍ଲେଶ ହେବ ନାହିଁ। ହଁ ବନ୍ଧୁଗଣ, କେବଳ ଆପଣଙ୍କୁ ଭରସା ବଜାୟ ରଖିବାକୁ ହେବ ଏବଂ ସକାରାତ୍ମକ ଚିନ୍ତାଧାରା ରଖିବାକୁ ହେବ। ଏଠାରେ ଯଦି ଆପଣ ପଜିଟିଭ୍ ଭାବୁଛନ୍ତି, ତେବେ ବୁଝିଯିବେ ଯେ ଜୀବନ ବଦଳିଯିବ। ଆଜିର ଏହି ସନ୍ଦେଶ ଯଦି ଆପଣଙ୍କୁ ଟିକେ ମଧ୍ୟ ଭଲ ଲାଗିଥାଏ, ତେବେ ଭିଡିଓଟିକୁ ଲାଇକ୍ କରିଦିଅନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ କମେଣ୍ଟ ବକ୍ସରେ ହର ହର ମହାଦେବ, ଜୟ ଶ୍ରୀରାମ, ଜୟ ନାଗଦେବତା ନିଶ୍ଚୟ ଲେଖନ୍ତୁ। ଆପଣଙ୍କ ସମସ୍ତ କାର୍ଯ୍ୟ ସଫଳ ହେବ ଏବଂ ଭଗବାନଙ୍କ କୃପା ତ ଆପଣଙ୍କ ଉପରେ ଅଛି, କିନ୍ତୁ ଆପଣଙ୍କୁ ଓଭର କନଫିଡେନ୍ସରେ ଆସି କୌଣସି ପ୍ରକାରର ଭୁଲ କରିବାକୁ ହେବ ନାହିଁ, କାରଣ ଏବେ ଆପଣଙ୍କ ଜୀବନ ବଦଳିବାକୁ ଯାଉଛି। ମହାକାଳଙ୍କ ଆଶୀର୍ବାଦ ମଧ୍ୟ ଆପଣ ପାଇବେ ଏବଂ ଜୀବନ ଧନ୍ୟ ହୋଇଯିବ। ଆଉ ଏଠାରୁ ଆଗକୁ ମୁଁ ଆପଣଙ୍କୁ ଯାହା କହିବାକୁ ଯାଉଛି, ତାହାକୁ ଆଦୌ ସ୍କିପ୍ କରିବେ ନାହିଁ ଏବଂ ଶେଷ ପର୍ଯ୍ୟନ୍ତ ଦେଖିବେ, କାରଣ ଏହା ସିଧାସଳଖ ଆପଣଙ୍କୁ ଲାଭ ପହଞ୍ଚାଇବ। କୋଟିପତି ଭଳି ଜୀବନ ବିତାଇବେ, ଏତେ ଭଲ ସମୟର ନିର୍ମାଣ ହୋଇସାରିଛି। ଧରିନିଅନ୍ତୁ, ଯଦି ଗତ କିଛି ସମୟ ବା କିଛି ବର୍ଷ ଧରି ଆପଣଙ୍କ ଜୀବନରେ ପଇସାର ଅଭାବ, ଜମିଜମାକୁ ନେଇ ସମସ୍ୟା କିମ୍ବା କୌଣସି ଅଟକି ରହିଥିବା କାମ ହେଉନାହିଁ, ତେବେ ଆଜିର ଏହି ଭବିଷ୍ୟବାଣୀ କେବଳ ଆପଣଙ୍କ ପାଇଁ ବିଶେଷ ହୋଇପାରେ। ଅଥବା ଯଦି କାହାର ସ୍ୱାସ୍ଥ୍ୟ ବହୁତ ଖରାପ ରହୁଥାଏ, କୌଣସି ରାଷ୍ଟ୍ର ବା ରାସ୍ତା ଦେଖାଯାଉନଥାଏ, ତେବେ ଗୁରୁ, ଶୁକ୍ର ଏବଂ ଶନିଙ୍କ ଶକ୍ତି ଧନ ଏବଂ ସମ୍ପତ୍ତି ସହିତ ଜଡ଼ିତ ଭାବଗୁଡ଼ିକୁ ପ୍ରଭାବିତ କରିଥାଏ। ଆଉ ଅଟକି ରହିଥିବା ଧନ, ଜମିଜମା ସହିତ ଜଡ଼ିତ ଅତ୍ୟନ୍ତ ଗୁଣକାରୀ ନ୍ୟୁଜ୍ ଆପଣ ପାଇବାକୁ ଯାଉଛନ୍ତି, ଯାହା ଆପଣ ଥମ୍ବନେଲରେ ଦେଖିନଥିଲେ। ଜମି, ପଇସା, ଘର, ଗାଡ଼ି, ଏହା ଭଗବାନଙ୍କ ସଂକେତ ଅଟେ, କିନ୍ତୁ ଧ୍ୟାନ ରଖନ୍ତୁ, ଜ୍ୟୋତିଷ ସର୍ବଦା ସମ୍ଭାବନା ଉପରେ ହିଁ ତିଆରି ହୋଇଥାଏ। ଆଉ ମୁଁ ଆପଣଙ୍କୁ ସେୟା ହିଁ ବୁଝାଇବାକୁ ଚେଷ୍ଟା କରୁଛି। ଆପଣଙ୍କ ଜନ୍ମକୁଣ୍ଡଳୀ ଅନୁସାରେ ଆପଣଙ୍କ ଜୀବନରେ ଯାହା ଲେଖାଯାଇଛି, ତାହା ଆପଣଙ୍କୁ ପ୍ରତ୍ୟେକ ପରିସ୍ଥିତିରେ ମିଳିବ ହିଁ ମିଳିବ। ଗୁରୁ ଗ୍ରହ, ଶୁକ୍ର ଗ୍ରହ ଏବଂ ଶନି ଗ୍ରହଙ୍କ ବିଶେଷ କୃପା ଆପଣଙ୍କ ଉପରେ ରହିଛି। ବନ୍ଧୁଗଣ, ଶନିଦେବ ମଧ୍ୟ ମେରବାନ ଅଛନ୍ତି, ଅର୍ଥାତ୍ ଶନିଦେବ ବିଳମ୍ବ କରିଥାନ୍ତି, କିନ୍ତୁ ଜ୍ୟୋତିଷର ଅନୁସାରେ ଯେବେ ଶନିଙ୍କ ସ୍ଥିତି ଅନୁକୂଳ ହୋଇଥାଏ, ସେବେ ପରିଶ୍ରମ ସହିତ ଜଡ଼ିତ ପରିଣାମ ଦୀର୍ଘ ସମୟ ପର୍ଯ୍ୟନ୍ତ ଦେଖିବାକୁ ମିଳିଥାଏ। ହଁ, ଯେଉଁ ଜିନିଷ ପାଇଁ ଆପଣ ନ ଜାଣି କେତେ ବର୍ଷ ଧରି ପରିଶ୍ରମ କରିଛନ୍ତି, ତାର ସଠିକ୍ ପରିଣାମ ଏବେ ଆପଣଙ୍କୁ ଧୀରେ ଧୀରେ ମିଳିବାକୁ ଯାଉଛି। ପରିବାରର ଲୋକଙ୍କ ସହିତ ଭଲ ତାଳମେଳ ରହିବା ଦ୍ୱାରା ଘରେ ଶାନ୍ତ ଏବଂ ସୁଖଦ ପରିବେଶ ରହିବ। ପ୍ରେମୀ ପ୍ରେମିକାଙ୍କୁ ପରସ୍ପରର ଭାବନାର ସମ୍ମାନ କରିବା ଉଚିତ। କିଛି ସମୟ ଏକାଠି ବିତାଇବା ଦ୍ୱାରା ସମ୍ପର୍କର ଭୁଲ ବୁଝାମଣା କମିବ। ବ୍ୟସ୍ତତା କାରଣରୁ ସାଥୀଙ୍କୁ ଅବହେଳା କରନ୍ତୁ ନାହିଁ। ଏହା ସହିତ କାଶ, ଥଣ୍ଡା ଭଳି ସମସ୍ୟା ଦେଖାଦେଇପାରେ। ପାଗ ପରିବର୍ତ୍ତନରୁ ବର୍ତ୍ତି ରୁହନ୍ତୁ। ଯଥାପସ୍ତ ବିଶ୍ରାମ ଏବଂ ପାଣି ନିଅନ୍ତୁ। ଆୟୁର୍ବେଦିକ ଚିକିତ୍ସାର ପରାମର୍ଶ ନିଆଯାଇପାରେ। ଯଦି କୌଣସି ଆୟୁର୍ବେଦିକ ଶୋଧ ନେବାର ଥାଏ, ତେବେ ଯୋଗ୍ୟ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ନିଅନ୍ତୁ। ଲକ୍ଷଣ ବଢ଼ିଲେ ବା ଲାଗି ରହିଲେ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ। ଜ୍ଞାତାର୍ଥେ ଆପଣଙ୍କୁ ଜଣାଇ ରଖୁଛୁ ଯେ ଆଜି ପ୍ରତ୍ୟେକ ଜିନିଷ ସେଭଳି ହେବ ନାହିଁ ଯେଭଳି ପ୍ରଥମ ନଜରରେ ଦେଖାଯାଉଛି। କୌଣସି ପରିସ୍ଥିତିକୁ ବୁଝିବାରେ ଟିକେ ସମୟ ଲାଗିପାରେ। ମନ ବିଭିନ୍ନ ପ୍ରକାରର ସମ୍ଭାବନା ତିଆରି କରିବ, କିନ୍ତୁ ପ୍ରତ୍ୟେକ ସମ୍ଭାବନା ସତ ହେବ ନାହିଁ। ଅସମ୍ପୂର୍ଣ୍ଣ ତଥ୍ୟ ଉପରେ ଭରସା କରି ଭୁଲ ନିଷ୍ପତ୍ତି ନିଅନ୍ତୁ ନାହିଁ। ଆପଣଙ୍କ ନିଜର ବୁଝାମଣା ମଜବୁତ ରହିବ, ତଥାପି ତଥ୍ୟର ଯାଞ୍ଚ ଜରୁରୀ ଅଟେ। ରାତିରେ କୌଣସି ବିଚାର ବା ଚିନ୍ତା ବ୍ୟାକୁଳ କରିପାରେ। କୌଣସି କଥାର ପୁଷ୍ଟି ନ ହୋଇ ବଡ଼ ନିଷ୍ପତ୍ତି ନିଅନ୍ତୁ ନାହିଁ। ଚାକିରି ବଦଳାଇବାକୁ ଭାବୁଥିବା ଲୋକଙ୍କୁ ମିଳିଥିବା କୌଣସି ପ୍ରସ୍ତାବ ବା ତଥ୍ୟର ଭଲ ଭାବରେ
ପୁଷ୍ଟି କରିବା ଉଚିତ। ଆକର୍ଷକ ଅଫରରେ ସମ୍ପୂର୍ଣ୍ଣ ତଥ୍ୟ ତୁରନ୍ତ ସ୍ପଷ୍ଟ ହେବ ନାହିଁ। ବ୍ୟବସାୟରେ ପାର୍ଟନରସିପ୍ର ସର୍ତ୍ତଗୁଡ଼ିକ ଧ୍ୟାନରୂପେ ପଢ଼ନ୍ତୁ। ସହକର୍ମୀଙ୍କ ମତ ଶୁଣନ୍ତୁ, କିନ୍ତୁ ଚୂଡ଼ାନ୍ତ ନିଷ୍ପତ୍ତି ନିଜ ସ୍ଥିତି ଏବଂ ତଥ୍ୟ ଆଧାରରେ ନିଅନ୍ତୁ। ଅଧୁରା ତଥ୍ୟରେ ପଦକ୍ଷେପ ନେବା ଆଜି ଠିକ୍ ନୁହେଁ। ଟିକେ ପ୍ରତୀକ୍ଷା ଭଲ ବିକଳ୍ପ ଚିହ୍ନିବାରେ ସାହାଯ୍ୟ କରିବ। ଆଉ ହଁ, ଭାବନା ଗଭୀର ରହିବ କିନ୍ତୁ ସେମାନଙ୍କ ଦିଗ ସ୍ପଷ୍ଟ ବୁଝାପଡ଼ିବ ନାହିଁ। ଅବିବାହିତ ଲୋକଙ୍କୁ ସାମ୍ନାରେ ଥିବା ବ୍ୟକ୍ତିଙ୍କ ସଂକେତ ବୁଝିବାରେ ଅସୁବିଧା ହୋଇପାରେ। କଳ୍ପନାକୁ ବାସ୍ତବତା ବୋଲି ଭାବନ୍ତୁ ନାହିଁ। ଦମ୍ପତିଙ୍କ ମଧ୍ୟରେ ସାମାନ୍ୟ କଥାରେ ଭୁଲ ବୁଝାମଣା ହୋଇପାରେ। ଚୁପ୍ ରହିବା ବଦଳରେ ଧୀରେ ଏବଂ ସ୍ପଷ୍ଟ ତରିକାରେ ଆଲୋଚନା କରନ୍ତୁ। ସାମ୍ନାରେ ଥିବା ବ୍ୟକ୍ତିଙ୍କ ବ୍ୟବହାର ପଛରେ ଅନ୍ୟ କୌଣସି କାରଣ ମଧ୍ୟ ଥାଇପାରେ। ଭରସା ଏବଂ ସ୍ପଷ୍ଟ ସମ୍ବାଦ ଆଜି ଜରୁରୀ ଅଟେ। ଆଉ ହଁ, ଅନିୟମିତ ନିଦ କାରଣରୁ ଅସ୍ଥିରତା ବଢ଼ିପାରେ। ଶୋଇବା ପୂର୍ବରୁ କ୍ରମାଗତ ସ୍କ୍ରିନ୍ ଦେଖିବାରୁ ଦୂରେଇ ରୁହନ୍ତୁ। ରାତିରେ କେଫିନ୍ କମ୍ ରଖିବା ଭଲ। ହାଲକା ଓକ୍ ଏବଂ ଶାନ୍ତ କାର୍ଯ୍ୟକଳାପ ମନକୁ ସ୍ଥିର ରଖିପାରେ। ଶରୀରରେ କୌଣସି ଅସ୍ୱାଭାବିକ ସମସ୍ୟା କ୍ରମାଗତ ଅନୁଭବ ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଆୟରେ ସୁଧାର ହେବ। ଧର୍ମ ପ୍ରତି ଆସ୍ଥା ମଜବୁତ ହେବ ଏବଂ ଭଲ ପରାମର୍ଶ ସହାୟକ ପ୍ରମାଣିତ ହେବ। ଦ୍ୱିପ୍ରହରରେ ଚାପ ରହିବ। ଅନାବଶ୍ୟକ କାର୍ଯ୍ୟରେ ସମୟ ନଷ୍ଟ ହେବ। ଆୟରେ କମି ହେବ ଏବଂ କାର୍ଯ୍ୟରେ ବାଧା ଉପୁଜିବ। ସନ୍ଧ୍ୟାରେ ପୁରୁଣା ବନ୍ଧୁମାନଙ୍କ ସହିତ ଭେଟଘାତ ହେବ। ଆୟ ଭଲ ହେବ ଏବଂ ସନ୍ତାନ ପକ୍ଷରୁ ଖୁସି ପ୍ରାପ୍ତି ହେବ। ହଠାତ୍ ଯାତ୍ରା କରିବାକୁ ପଡ଼ିପାରେ। ଆଉ ହଁ, ଏହି କଥାଗୁଡ଼ିକ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବେ ଯେ ନିଜ ଦିନଚର୍ଯ୍ୟାରେ କିଛି ଭଲ ପରିବର୍ତ୍ତନ ଆଣିବା ଦ୍ୱାରା ନୂତନ ଅବସର ମିଳିପାରେ। ଦ୍ୱିପ୍ରହର ପରେ ଭବିଷ୍ୟତ ସହିତ ଜଡ଼ିତ କୌଣସି ଭଲ ଖବର ମିଳିବାର ସମ୍ଭାବନା ଅଛି। ଯୁବବର୍ଗ କୌଣସି ବିଶେଷ ଲକ୍ଷ୍ୟ ପାଇଁ କରାଯାଇଥିବା ପ୍ରୟାସରେ ସଫଳ ହୋଇପାରନ୍ତି। ମହିଳାମାନଙ୍କର ଧାର୍ମିକ ବା ଆଧ୍ୟାତ୍ମିକ କାର୍ଯ୍ୟକଳାପରେ ଆଗ୍ରହ ବଢ଼ିବ। ନୂତନ ଅବସରର ଫାଇଦା ଉଠାଇବା ପାଇଁ ପୂର୍ବରୁ ପ୍ରସ୍ତୁତି ରଖନ୍ତୁ। ଦିନର ଦ୍ୱିତୀୟ ଭାଗରେ କୌଣସି ଗୁରୁତ୍ୱପୂର୍ଣ୍ଣ ସୂଚନା ଆପଣଙ୍କ ଆଗାମୀ ଯୋଜନାକୁ ବଦଳାଇ ଦେଇପାରେ। ତଥାପି ବନ୍ଧୁଗଣ, ନିଜର ଉପଲବ୍ଧିଗୁଡ଼ିକ ବିଷୟରେ ସମସ୍ତଙ୍କ ସାମ୍ନାରେ ଆବଶ୍ୟକତାଠାରୁ ଅଧିକ କଥା କହନ୍ତୁ ନାହିଁ। କୌଣସି ବ୍ୟକ୍ତି ଆପଣଙ୍କ ସୂଚନାର ଭୁଲ ବ୍ୟବହାର କରିପାରେ। ହଠାତ୍ ଏପରି ଖର୍ଚ୍ଚ ସାମ୍ନାକୁ ଆସିପାରେ ଯାହାକୁ ଏଡ଼ାଇବା କଷ୍ଟକର ହେବ। ବଜେଟରେ କିଛି ଟଙ୍କା ଜରୁରୀ ଏବଂ ହଠାତ୍ ହେବାକୁ ଥିବା ଖର୍ଚ୍ଚ ପାଇଁ ବଞ୍ଚାଇ ରଖନ୍ତୁ। ପରିସ୍ଥିତିକୁ ନେଇ ଭୟଭୀତ ହେବା ବଦଳରେ ଧୈର୍ଯ୍ୟର ସହିତ ଆର୍ଥିକ ବ୍ୟବସ୍ଥା ସମ୍ଭାଳନ୍ତୁ। ଆଉ ହଁ, ମାର୍କେଟିଂ ଏବଂ ଇମ୍ପୋର୍ଟ ଏକ୍ସପୋର୍ଟ ସହିତ ଜଡ଼ିତ କାରବାରରେ ଲାଭ ହେବାର ସଂକେତ ରହିଛି। ପ୍ରପର୍ଟିର କୌଣସି ଡିଲ୍ କରୁଥିଲେ କାଗଜପତ୍ର ପ୍ରକ୍ରିୟା ବହୁତ ଧ୍ୟାନର ସହିତ ପୂରା କରନ୍ତୁ। ଦସ୍ତାବେଜ, ଟଙ୍କା ଏବଂ ସର୍ତ୍ତଗୁଡ଼ିକ ଭଲ ଭାବରେ ଯାଞ୍ଚ କରନ୍ତୁ। ସରକାରୀ ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ପଦୋନ୍ନତିର ଅବସର ତିଆରି ହୋଇପାରେ। ବିଦେଶ ଯିବାକୁ ଚେଷ୍ଟା କରୁଥିବା ଲୋକଙ୍କୁ ମଧ୍ୟ ଭଲ ଖବର ମିଳିବାର ସମ୍ଭାବନା ଅଛି। ଜରୁରୀ ଆବେଦନ ଏବଂ ଦସ୍ତାବେଜ ସମୟରେ ପୂରା ରଖନ୍ତୁ। ଆପଣଙ୍କ କୌଣସି ଉପଲବ୍ଧି ଯୋଗୁଁ ଘରେ ଖୁସିର ପରିବେଶ ତିଆରି ହୋଇପାରେ। ପରିବାରର ଲୋକମାନେ ଆପଣଙ୍କ ସଫଳତାରେ ଖୁସି ହେବେ। ପ୍ରେମ ସମ୍ପର୍କରେ ଜଲଦବାଜି ବା ଆବଶ୍ୟକତାଠାରୁ ଅଧିକ ଉତ୍ସାହ ଦୂରତା ସୃଷ୍ଟି କରିପାରେ। ସମ୍ପର୍କକୁ ସ୍ୱାଭାବିକ ତରିକାରେ ଆଗକୁ ବଢ଼ିବାକୁ ଦିଅନ୍ତୁ ଏବଂ ସାମ୍ନାରେ ଥିବା ବ୍ୟକ୍ତିଙ୍କ ଉପରେ ଚାପ ପକାନ୍ତୁ ନାହିଁ। ବନ୍ଧୁଗଣ, ମୁଁ ଏହି ଭିଡିଓ ମାଧ୍ୟମରେ